ଦେଖନ୍ତୁ ଆପଣ ଦେଖୁଥିବେ ଗୁରୁତର ନେତା ଦୁଇଆଡ଼େ ବି ଯାଉଛନ୍ତି ଲୋକ ସମାଗମ ଲୋକ ଜନସମୁଦ୍ର ହେଉଛନ୍ତି ତାକୁ ଦେଖିବା ପାଇଁ ଏବଂ ତାଙ୍କର ଯେଉଁ ଲୋକପ୍ରିୟତା ଅଛି କାଲି ଆପଣ ଦେଖିଥିବେ ଉପରେ ପୁରା ଜନସମୁଦ୍ର ପାଲଟିଗଲା। ତେଣୁ ଅନୁମାନ କରନ୍ତୁ ଆଗାମୀ ଦିନରେ ଏଇଟା ଫିଲ୍ମ ଷ୍ଟାର୍ଟ ହେଲା, ଏଇଟା ଜଷ୍ଟ ଟ୍ରେଲର ଥିଲା। ଆଗାମୀ ଦିନରେ ବିରୋଧୀ ଦଳ ନେତା ପ୍ରତ୍ୟେକ ଜିଲ୍ଲା ୱାଇଜ୍ ମୁଭମେଣ୍ଟ କରିବେ ଏବଂ ବିରୋଧୀ ଦଳ ଯାହା କାର୍ଯ୍ୟକ୍ରମ କରେ ନିଶ୍ଚିତ ଭାବରେ ଆହୁରି ସଂଗଠିତ ହେବ ଏବଂ ଦଳସ୍ତର ଯେତିକି କାର୍ଯ୍ୟକର୍ତ୍ତା ଅଛନ୍ତି ଆମର କାଲି ଯେଉଁ କାର୍ଯ୍ୟକ୍ରମ ହେଲା ତାଙ୍କ ମନୋବଳ ଦୃଢ଼ୀଭୂତ ହେଇଛି। ଆଗାମୀ ଦିନରେ ଏ ଲଢ଼ିବା ପାଇଁ ଶକ୍ତି ଦେବ। ବିରୋଧୀ ଦଳ ଏକଜୁଟ ହେଉଛନ୍ତି। ଆଗାମୀ ଦିନରେ ଇଏ ପୁରା ଫିଲ୍ମ ପୁରା ଚାଲିବ। କିନ୍ତୁ ବିଜେପି କହୁଛି ଯେ କିଛି ପ୍ରଭାବ ପଡ଼ିବନି, କେବଳ ସ୍ଥିତି ଜାହିର କଲେ କିନ୍ତୁ ପ୍ରଭାବ କିଛି ରହିବନି। ଦେଖନ୍ତୁ ଆପଣ ବିଜେପି ତ କହିବ ଗୋଟେ କଥା କହିବା ସରକାର କଥା କହିବେ ସେ ସରକାରକୁ ଆସିଛନ୍ତି। ତେଣୁ ବିଜେପି ଯାହା କାମ କରୁଛି ଆମେ ବିରୋଧୀ ଦଳର କାମ କରିବା, ସମୟ କହିବ କେତେ କ'ଣ ପ୍ରଭାବ ପଡ଼ିବ। ଦୀର୍ଘ ଦିନ ଧରିକି କୌଣସି କାର୍ଯ୍ୟକ୍ରମ ହୋଇନଥିଲା, ପ୍ରଥମ ଥର ପାଇଁ ବାହାରେ ଏକ କାର୍ଯ୍ୟକ୍ରମ ହେଲା। ବିଶେଷ କରି କର୍ମୀଙ୍କ ମନରେ ଯେଉଁ ଗୋଟେ ଦ୍ୱନ୍ଦ୍ୱ ଥିଲା ନେତୃତ୍ୱକୁ ନେଇକି କେତେ ପ୍ରଭାବ ପଡ଼ିବ। ଦେଖନ୍ତୁ କର୍ମୀ ଯେହେତୁ ସରକାର ଯେହେତୁ ବିରୋଧୀ ଦଳରେ ପ୍ରଥମ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ବସିଲେ, ତେଣୁ ସେ ଯେହେତୁ କର୍ମୀମାନେ ଗୋଟେ ମନସ୍ତାପ କରିଥିଲେ କେବେ ବିରୋଧୀ ଦଳରେ ବସିବେ ବୋଲି ସମସ୍ତଙ୍କୁ ଏକଜୁଟ କରିକି ସାଂଗଠନିକ କାର୍ଯ୍ୟକ୍ରମ ଦଳ ସ୍ତରରୁ ସଜଡ଼ା ହେଇକି ଏ ଖସଡ଼ା ତିଆରି ହେଇଛି ଯେ ଜିଲ୍ଲା ବାଇ ବିରୋଧୀ ଦଳ ନେତା ବୁଲିବେ, ପ୍ରତ୍ୟେକ ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ, ଆପଣଙ୍କର ବିରୋଧୀ ସମାଗମ ହେବ। ଏ ଯେଉଁ କାର୍ଯ୍ୟକ୍ରମ କାଲି ହେଲା, କାଲି ଷ୍ଟାର୍ଟ ହେଲା, ଇଏ ସାରା ରାଜ୍ୟ ସାରା ଧନ୍ୟବାଦ।